ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କଦଳୀମୁଣ୍ଡା ପଞ୍ଚାୟତର କୁସୁଣୀ ଆମ୍ବବଗିଚାଠାରେ ଭାଜପାର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ବିଜେପି ନେତା ଅର୍ଜୁନ ସାହୁ, ଜିଲ୍ଲା ସମ୍ପାଦକ ବିଶ୍ୱଜିତ ମିଶ୍ର, ସୁଦୀପ୍ତ ସ୍ୱାଇଁ, ବିଧାନସଭା ସଂଯୋଜକ ଡାକ୍ତର ଅଲେଖ ପ୍ରଧାନ, ବରିଷ୍ଠ ନେତା ହୃଦାନନ୍ଦ ପ୍ରଧାନ, କିଶନନଗର ମଣ୍ଡଳ ସଭାପତି ଅର୍ଜୁନ ପାଣ୍ଡେ, ପୂର୍ବତନ ଜିଲ୍ଲା ପରିଷଦ ତିମିର ନାୟକ, ସରୋଜ ସାହୁ, ବରିଷ୍ଠ ବିଜେପି ନେତା ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ 2024 ନିର୍ବାଚନରେ କିପରି ବିଜେପିକୁ ସୁଦୃଢ଼ କରିବା ଓ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ସଞ୍ଜୀବ କୁମାର ସାହୁ, ବିଧାୟକ ରମେଶ ସାଏ, ଯୁବ ବିଜେପି ନେତା ଅର୍ଜୁନ ସାହୁ, ହଣ୍ଡପା ସମିତି ସଭ୍ୟ ଆନୁକୂଲ୍ୟ ବେହେରା, ପୁରୁଣା ମାଣିତିରେ ଯୁବ ବିଜେପି ନେତା ଶୂନ୍ୟବାସୀ ଦଳ ବେହେରା, ପ୍ରଭାତ ସାହୁ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶତାଧିକ ଅନ୍ୟ ଦଳର ଯୁବକ କର୍ମୀ ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିଲେ ଏବଂ ନୂତନ ଯୁବକର୍ମୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଆଠମଲ୍ଲିକରୁ ସୁମନ ବଡ଼ମାଳୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ଆଜି ଚାଉଳ ଦେଲା ମୋଦି ସରକାର, ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା